नमस्कार सांग माने जय जगन्नाथ। आपण माने किपरि अछंती आशा करूची आपण माने भलरे थिबे। मु मध्य भलरे अछि। आउ हमर आज कोरापुट रो सेकेंड दिन। कोरापुट ट्रिप हमर थिला 3 दिनर किंतु 3 दिन भितरु एटा हमर सेकेंड दिनर ट्रिप जोटा कि हमर सखाळु थिला देवमाळी जिबाकू कारण सेठी सनराइज देखिबाकू देवमाळी परे आमे जाईथिलु तळमाळी तापरे आमे आसीथिलु राणी डुडुमाकू एटा गोटे पार्क आउ एठी बहुत माने फैमिली संगे आछिले आपण माने बहुत एन्जॉय भी करि परिबे। आ वर्तमान हैला आमे रिटर्न माने आसीचु राणी डुडुमाकू एटा होची राणी डुडुमा जिबा पूर्वरु एटा गाँ मु कहली किछिटा गाँ रो दृश्य को मु वीडियो करबी तो ସବୁ ଏରିଆରେ ଦେଖନ୍ତୁ ସମସ୍ତଙ୍କର ଘର ଦ୍ୱାର ଅଛି ତଥାପି ଲୋକ କାହିଁକି ଅନ୍ୟ ଜାଗା ଯାଇକି ବୁଲାବୁଲି କରୁଛନ୍ତି ସେମାନେ ବୁଲାବୁଲି କରୁଛନ୍ତି ସେପଟର ଘର କେମିତି ସେପଟର ଏରିଆ କେମିତି ରାସ୍ତାଘାଟ ସେ ସବୁ ଦେଖିବା ପାଇଁ ତେଣୁକରି ଏଇଟା ଆମେ ସେମିତି ମାନେ ମୁଁ କିଛି ଭିଡିଓ କଲି ଏମିତି ରାସ୍ତା କିଛି ଥିଲା ମାନେ ଦୁଇ ସାଇଡରେ ପାହାଡ ଏମିତି ଗଛ ପତ୍ର ସିନ୍ ତ ବହୁତ ବଢିଆ ଥିଲା ଆପଣ ଦେଖନ୍ତୁ ମାନେ ଏଇ ସବୁ ଜିନିଷ ଦେଖିଲେ ଆପଣଙ୍କ ମନ ଯେମିତି ହେଲେ ବି କହିବ ଯେ ମୁଁ ଟିକେ ଭିଡିଓ ସୁଟ କରିବି ବୋଲିକି ଏଇ ସବୁ ଜିନିଷର ନଜାରା ବହୁତ ଅଲଗା ପ୍ରକାରର ଥିଲା ଆମେ ବର୍ତ୍ତମାନ ଫାଇନାଲି ପହଞ୍ଚି ଗଲୁ ରାଣୀ ଡୁଡୁମା ପାଖରେ ଆମକୁ କ୍ୟାବ ଡ୍ରାଇଭର ଭାଇନା ସିଏ ଆଗ ଓହ୍ଲେଇ ଦେଲା ପରେ ଆମେ ଏଇଠି ପହଞ୍ଚି ଗଲୁ ରାଣୀ ଡୁଡୁମାରେ ପହଞ୍ଚି ଗଲା ପରେ ତାପରେ ଏଠି ଟିକଟ କାଉଣ୍ଟର ରେ ଟିକଟ କରିବାକୁ ପଡେ ବଟଲ ହେଲେ 20 ଟଙ୍କା ବାକି ଆଉ କଣ ମୋର ମନେ ପଡୁନି ବୋଧେ 40 ଟଙ୍କା ନେଲେ କି କଣ ମୁଁ ଆଉ ଏତେ ମନେ କରିପାରୁନି ଆଉ ଏଇ ଯୋଉ ଅଟୋଟା ଠିଆ ହେଇଛି ଏଇଟା ହଉଛି ମାନେ ବେଟରୀ ଅଟୋ ଯିଏ ଚାହିଁବ ସିଏ ଏଥିରେ ଯାଇ ପିଇ ପାରିବ ଆସିପାରିବ ଏଗୁଟା କିଛି କିଛି ଜାଗାରେ ଭିଡିଓ ସୁଟ ପାଇଁ ସିଏ ମାନେ ବସିବା ପାଇଁ କରିଛନ୍ତି ଏଗୁଡା ଦେଖନ୍ତୁ ଆପଣ ମାନେ କେମିତି ଜାଗା ସବୁ ଦେଖା ଯାଉଛି ଏବେ ଅଟୋ ଜଣଙ୍କୁ ନେଇକି ଗଲା ଯିଏ ଦୂର ଚାଲି ପାରିବନି କିନ୍ତୁ ଚାଲି ଚାଲି ଗଲେ ଦେଖନ୍ତୁ ଆମେ ଚାଲି ଚାଲି ଯାଉଛୁ ସେଇଟା ଗୋଟେ ମଜା ଲାଗୁଛି ଏଇଟା ପଡିଲା ଶୌଚାଳୟଟି ଦେଖନ୍ତୁ ତାଙ୍କର କେତେ ବଢିଆ ହେଇଛି ଆଉ ଏମିତି ହେଇ ହେଇ ରାସ୍ତାରେ ଯାଉଥାଉ ଆଉ ଗଲା ବେଳକୁ ଏମିତି ସବୁ ଦୃଶ୍ୟ ହିଁ ଦେଖା ଯାଉଥାଏ ଏଇଠି ସେପଟେ କିଛି ନଜାରା ଦେଖାଗଲା ଲୋକ ସବୁ ଫଟୋ ଫଟୋ ସୁଟ କରିଥାନ୍ତି କି ପିକନିକ କରିଥାଏ ଏଇ ଟାଇପ ର ହିଁ ଥିଲା ଆଉ ଏଇଠୁ ଉପରୁ ଦେଖିଲୁ ଆକ୍ଚୁଆଲି ଆମକୁ ଝରଣାର ଶବ୍ଦ ଶୁଭୁଥିଲା ତ ଆମେ କହିଲୁ କୋଉଠି ଝରଣା ଅଛି ଟିକେ ଦେଖିବା ଦେଖିଲୁ ଯେମିତି ହେଲେ ଦେଖିପାଇଲୁନୁ ଆଉ ସେଇଠି ଯୋଉ ମାଉସୀ ମାନେ ବସିଥିଲେ ସେମାନେ ଆରିସା ପିଠା ଆଉ ଏମିତି ମାନେ ବାଦାମ ଭଜା ଏଇ ସବୁ ବିକ୍ରି କରୁଥିଲେ ଲୋକମାନେ ଖାଇବେ ବୋଲିକି ବାଦାମ ଭଜା ସିଧା ଏଇ ଟାଇପ ର ଆଉ ତା ସାଙ୍ଗକୁ ଆରିସା ପିଠା ବି ଏଇଟା ହଉଛି ଚିଲଡ୍ରେନ ପାର୍କ ଏଇଟା ଯାହାର ପିଲା ମାନେ ଆସିଥିବେ ଦେଖନ୍ତୁ ଆମେ ସିନା ବୁଲୁଛୁ ଗୋଟେ ଜିନିଷ ଟା ଏଞ୍ଜୟ କରୁଛୁ ପିଲାମାନେ ଆସିବେ ମାନେ ତାଙ୍କ ଟିକେ ଖେଳକୁଦ ନିହାତି ଜରୁରୀ ତାଙ୍କ ଟିକେ ପାର୍କଟେ ଥିବ ତାଙ୍କୁ ସେଇଟା ଭଲ ଲାଗିବ ତେଣୁ ସେମାନେ ଏଇ ପାର୍କ ରେ ବସି ପାରିବେ ମାନେ ଏଞ୍ଜୟ କରିପାରିବେ ଦୋଳି ଝୁଲି ପାରିବେ ଏଇ ଟାଇପ ର ସବୁ ଅଛି ଆଉ ଏଇଟା ଥିଲା ଚିଲଡ୍ରେନ ପାର୍କ ଏଇଠି ମୁଁ କିଛି କିଛି ଇଏ କରିଛି ମାନେ ଏପଟେ କରିକି ତାପରେ ଏଠି ବସିବା ପାଇଁ ବି ଲୋକମାନଙ୍କର କିଛି କିଛି ଅଛି ଏଇଟା ହଉଛି ପିଇବା ପାଣି ଆପଣ ଆଣିପାରିବେ ଏଠି ସାଇଡ ରେ ଦି ସାଇଡ ରେ ଝରଣା ଟାଇପ ର ଅଛି ତ ଆମେ ତ ପାଣି ବୋଟଲ ନେଇ ଯାଇଥିଲୁ କାହିଁକି ନା ଆମ ପାଖରେ ଟ୍ରାନ୍ସପରେଣ୍ଟ ବଟଲ ହିଁ ଥିଲା ମାନେ ବିସଲେରୀ ୱାଟର ଯୋଉଟା କି ଭିତରକୁ ଆଲାଉ ନୁହେଁ ଆପଣଙ୍କର ପାଣି ବୋଟଲ ହିଁ ଆଲାଉ ଅଛି କିନ୍ତୁ ସେ ବୋଟଲ ଗୁଡା ଲୋକ ପିଇ ସାରିଲେ ଏଠି ସେଠି ଫୋପାଡି ଦିଅନ୍ତି ସେଇଥିପାଇଁ ସିଏ ଆଲାଉ କରନ୍ତିନି ସେ ଜିନିଷ ଭିତରକୁ ନବା ପାଇଁ ଆଉ ନେଲା ମାନେ ଫାଇନ ପକାନ୍ତି ଆଉ ଫେରିଲା ବେଳେ ଆପଣ ଯଦି ସେଇଟା ଦେଖେଇଦେବେ ବଟଲ ସହ ତାହେଲେ ସେମାନେ ମାନେ ଆମ ମାନଙ୍କୁ ଟଙ୍କା ରିଫଣ୍ଡ କରିଦେବେ ରିଟର୍ଣ କରିଦେବେ ସିଏ ଆମକୁ ଏଇଟା ଦେଖନ୍ତୁ ପାଣି ଏମିତି ସିଏ ତାଙ୍କର କରିଛନ୍ତି ମଟର ଦ୍ଵାରା ପାଣି ଉପରକୁ ଉଠୁଛି ପୁଣି ଆଉ ଥରେ ଆସିକି ଡାଉନ ରେ ପଡୁଛି ମାନେ ବହୁତ ସୁନ୍ଦର ଲୋକମାନେ ଏଇ ଗାର୍ଡେନ ର ଯତ୍ନ ରାଣୀ ଡୁଡୁମାର ଯତ୍ନ ନେଇଛନ୍ତି ବୋଲିକି ମାନେ ସିଏ କେତେ ବଢିଆ କରିକି ସିଏ ରଖିଛନ୍ତି ସଜେଇକି ରଖିଛନ୍ତି ଏଇଟା ଦେଖନ୍ତୁ ଶିଶୁ ଉଦ୍ୟାନ
ଚିଲଡ୍ରେନ୍ ପାର୍କ ମୁଁ ଯୋଉଟା ଆପଣଙ୍କୁ କହୁଥିଲି, ଡାହାଣ ପଟେ ହେଲା ଚିଲଡ୍ରେନ୍ ପାର୍କ। ଆମେ କହିଲୁ ଚିଲଡ୍ରେନ୍ ପାର୍କ ପଛରେ ଯିବା, କିନ୍ତୁ ଆଗ ଚାଲ ଉପରୁ ବୁଲିକି ଆସିବା। ଏମିତି ହେଇକି ମାନେ ଆମେ ଚାଲିଥାଉ ଉପଭୋଗ କରିବା ପାଇଁ, ଚାଲି ଚାଲି ଯାଉ। ଏମିତି ହିଁ ଥାଏ ସାଇଡ ସାଇଡ ରେ ରାସ୍ତା, ଦେଖନ୍ତୁ କେତେ ପରିଷ୍କାର ଅଛି। ଆଉ ସାଇଡ ରେ ବି ଲୋକମାନେ ବହୁତ ଯତ୍ନ ନଉଛନ୍ତି। ଯଦି ଯତ୍ନ ନ ନେଇଥାନ୍ତେ ତାହେଲେ ଏତେ ପରିଷ୍କାର ଦେଖା ଯାଆନ୍ତାନି। ୟା ପାଖରେ ବି ବହୁତ ଜଣ ଫଟୋ ଉଠଉଛନ୍ତି, ଇଏ କରୁଛନ୍ତି। ସେଠି ଜଣେ ମାଙ୍କ ମନ୍ଦିର ଥିଲା, ଯୋଉଠି ନମସ୍କାର କଲୁ ଆମେ। ତାପରେ ଏଇଟା ବସିବା ପାଇଁ କିଛି, ଖରା ବର୍ଷା ଯଦି ହେଲା ତାହେଲେ ଆପଣ ବସି ପାରିବେ। ଆଉ ଏଇଠି ଲେଖି ବି ଦିଆ ହେଇଛି କେତେ ଆଉ 200 ମିଟର ଅଛି। ଏଇ ଟାଇପ ର କୋଉଠି ବାଘ କୋଉଠି ସିଂହ ଏମିତି ସବୁ ଡେକୋରେସନ ସେ କରୁଛନ୍ତି। ଏଠି ଆଉ ଗୋଟେ ସେମିତି ବସିବାର ଅଛି। ଏଠି କଲୁ, ପୁଣି ଝରଣା ଶବ୍ଦ ଶୁଣାଗଲା, ତ ଆମେ କହିଲୁ ଏଇଠି କୋଉଠି ଗୋଟେ ଝରଣା ହିଁ ଅଛି। ତାପରେ ପୁଅ କହୁଥିଲା ଦେଖିବା ମୁଁ ଯିବି ବୋଲିକି, ତାପରେ ମୁଁ କହିଲି ନା ନା ସେଠି କୋଉଠି ଝରଣା ଅଛି, କଣ ଦରକାର ତା ଆମର ଏତେ ରିସ୍କ ନବାରେ। ଫାଇନାଲି ଆମେ ଏଇଠି ଦେଖିପାଇଲୁ ଯେ କି ଝରଣା ଟା ବହୁଛି। ତାପରେ ପରେ ପହଞ୍ଚି ଗଲୁ ଆମେ ରାଣୀ ଡୁଡୁମାରେ। ଏଇଠି ଝରଣା ଟା ଏମିତି ବୋହି ବୋହିକି ଯାଉଛି। ଏମିତି ଦେଖନ୍ତୁ, ଏଇ ସବୁ ଜିନିଷ ଗୁଡା ଦେଖିଲେ ଆପଣଙ୍କୁ ବି ମାନେ ଇଚ୍ଛା ହବ ସେଠି ଯାଇକି ଫଟୋ ଉଠେଇବାକୁ, ଇଏ କରିବାକୁ, ଏଇ ଟାଇପ ର। ହେଲେ ପାଣିରେ ଗୋଡ ଖସିଗଲେ ଆଉ କେହି ସେଠି ମାନେ ବହୁତ କଷ୍ଟ। ତେଣୁ ଚାରିଆଡେ ବ୍ୟାରିକେଡ ଦିଆ ହେଇଛି। ଆମେ ଯୋଉଠି ବି ବୁଲିବାକୁ ଯିବା ଆମେ ସାବଧାନ ସହକାରେ ବୁଲିଲେ ଆମକୁ କିଛି ଜଣା ପଡିବନି। କୋଉଠି ଗଭୀର କୋଉଠି କମ ପାଣି ଅଛି, କୋଉଠି ବେଶୀ ପାଣି ଅଛି ଆମେ କହିପାରିବୁ କି? କିନ୍ତୁ ସେଇ ଯୋଉ ଜାଗା ଟା, ସେ ପାଖକୁ ହଜବେଣ୍ଡ ପଳେଇ ଯାଇଥିଲେ ଜୋତା ପିନ୍ଧିକି, ହେଲେ ମୁଁ ବି ଗଲି କିନ୍ତୁ ମତେ ଲାଗୁଥାଏ ସେଠି ମୁଁ ଢଳିଯିବି କି ପଡିଯିବି ବୋଲିକି। ହେଲେ ସେ ମତେ ଡାକିଲେ ବେଳକୁ, ତାପରେ ମୁଁ ସେପଟୁ ନ ଯାଇକି ଏଇପଟ ସାଇଡ ଆଡୁ ଉଠିଗଲି। ଏପଟ ସାଇଡ ଆଡୁ ଯେତେବେଳେ ଉଠିଗଲି, ତାପରେ ହେଲା ସେଠି ଉଠି ସାରିଲା ପରେ ଓହ୍ଲେଇବାକୁ ମତେ ଟିକେ ତକଲିଫ ହେଲା। ମୁଁ କହିଲି ଇନ କେସ୍ ମୁଁ ଯଦି ଚପଲ ଦ୍ଵାରା ମୋର ସ୍ଲିପ ହବ, ମୁଁ ପୁଣି ପଡିବି, ନିଜକୁ ଲାଜ ଲାଗିବ। ତେଣୁକରି ଏତେ ଧନ୍ଦା ଦରକାର ନାହିଁ, କାହିଁକି ନା ମୁଁ ସକାଳେ ପଡିଥିଲି ଦେଓମାଳିରେ, ତେଣୁ ମତେ ଏତେ ସାହସ ହେଲାନି। ଦେଓମାଳିରେ ଓହ୍ଲେଇବା ସମୟରେ ହିଁ ମାନେ ଦିଟା ପଥର ମଝିରେ ହିଁ ମୋ ଗୋଡ ଟା ରହିଗଲା, ଆଉ ମୁଡି ବି ହେଇଗଲା। କିନ୍ତୁ ମୁଁ କିଛି ସମୟ ବସିକି ଗୋଡ ଟାକୁ ଆଉଁସିକି ତାପରେ ମୁଁ ଆସିଥିଲି। ଏଠି ରାଣୀ ଡୁଡୁମାର କିଛି କିମ୍ବଦନ୍ତୀ ବି ଅଛି। ଏମିତି କିି ରାଣୀ ଡୁଡୁମା ମାନେ ଗୋଟେ କୁଆଁରୀ ଝିଅ, ଡୁଡୁମା ଜଣେ ଶବରୀ ଝିଅ ଥିଲେ, ସେ କୁଆଁରୀ ଥିଲେ। ତାଙ୍କରି ବିଷୟରେ ହିଁ ହୋଇଛି କିଛି କିମ୍ବଦନ୍ତୀ, ଯୋଉଟା କି ମୁଁ ଆପଣଙ୍କୁ ପରେ କେତେବେଳେ ସମୟ ହେଲେ ଆପଣଙ୍କୁ ଜଣେଇଦେବି, ମାନେ କିମ୍ବଦନ୍ତୀ ଟା କଣ ଥିଲା ବୋଲିକି। ଆଉ ଏବେ ଦେଖନ୍ତୁ ମାନେ ଜାଗାର ମଜା ନିଅନ୍ତୁ। ଜାଗା କିପରି, ଝରଣା କିପରି, ପାହାଡ ଆଉ ପଥର କେମିତି ସବୁ ଫଟୋ ଉଠଉଛନ୍ତି। କପଲ ମାନଙ୍କ ପାଇଁ ବହୁତ ବଢିଆ ଏଇ ଜାଗାଟି। ଆମେ ବି ଆସିଲୁ ଏଠି ଟିକେ ଟିକେ ଫଟୋ ଉଠେଇଲୁ। ତାପରେ ପରେ ଆମେ ଗଲୁ ଗାର୍ଡେନ ଭିତରକୁ। ଗାର୍ଡେନ ଭିତରେ ଏଇଟା ହଉଛି ଶିଶୁ ଉଦ୍ୟାନ, ଯୋଉଟା କି ଚିଲଡ୍ରେନ ପାର୍କ। ତ ଆମେ ଏଇଠି ତାପରେ ଚାଲି ଚାଲି ଗଲୁ। ସେଟା ଯୋଉ ରାଉଣ୍ଡ ରାଉଣ୍ଡ ହେଇକି ଉପର ଆଡୁ ଆସିଛି। ଆମେ ସେଇପଟୁ ଆସିଲୁ ବାଁ ପଟକୁ ଫଟୋ ଉଠେଇବା ପାଇଁ। ପୁଣି ଆଉ ଥରେ ଆଗକୁ ବଢି ବଢି ଗଲୁ। ତାପରେ ଏଇଟା ତଳକୁ ତଳକୁ ହେଇକି ସେ ଯୋଉ ଉପରୁ ଝରଣା ଟା ଆସିଛି, ସେଇଟା ସେଇପଟେ ହିଁ ଯାଇଛି। ଏମିତି ହେଇକି ଯାଇଛି। ତ ଏଠି ସବୁ ଗଛ ପତ୍ର ସେମାନେ ବହୁତ ପ୍ରକାର ବଢିଆ ବଢିଆ ଯତ୍ନ ନଉଛନ୍ତି। ମାନେ ଏତେ ପରିଷ୍କାର ପରିଚ୍ଛନ୍ନ ଯାହାବି କୁହନ୍ତୁ ପଛେ, ମାନେ ସୌନ୍ଦର୍ଯ୍ୟ ଏଠି ବହୁତ ମାନେ ମନ ଆପଣଙ୍କର କିଣି ନେଇଯିବ। ଏଇ ସୌନ୍ଦର୍ଯ୍ୟ ମାନେ ସଫାସୁତୁରା ଯେତିକି, ଗଛ ପତ୍ର ସାଇଜ ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଏମିତି ଚାଲି ଚାଲିକି ଯାଉଥାଉ, ଗୋଟେ ଗୋଟେ ଜାଗା ସେମିତି ଥାଏ ଯୋଉଟା କି ଫଟୋ ଉଠେଇବା ପାଇଁ ହିଁ ସ୍ପେଶଆଲି ହେଇଥାଏ। ଆମେ ବି ସେଇ ଜାଗା ଗୁଡାରେ କିଛି କିଛି ଜାଗାରେ ଫଟୋ ବି ଉଠେଇଲୁ। ତାପରେ ଏଇପଟ ରାସ୍ତା ଟା ଯୋଉ ଯାଇଛି, ଏପଟେ ବି ସେମିତି କିଛି ଅଛି। ଆଗକୁ ଆପଣ ଚାଲି ଚାଲିକି ଯିବେ, ବସିବା ପାଇଁ ପିଣ୍ଡି ଅଛି, ଆପଣ ବସି ବି ପାରିବେ। ଆପଣ ଯଦି ଟାୟାର୍ଡ ହେଇଯିବେ କି କାହା ସହିତ ମାନେ ଏମିତି ଆସିଛନ୍ତି ଟାୟାର୍ଡ ହେଇଗଲେ ବସି ପଡିଲେ, କିଛି ସମୟ କଥା ହେଇଗଲେ, କଥା ହେଇ ସାରିକି ପୁଣି ଆଉ ଥରେ ଆପଣ ଚାଲିଲେ।
ଏମିତି ବହୁତ କିଛି ବଢିଆ ବଢିଆ ସବୁ ଅଛି। ଏମିତି ହରିଣ ଏଇ ବନେଇଛନ୍ତି। ତାପରେ ହେଲା ଏଇଠି ଏପଟେ ଗୋଟେ ରାସ୍ତା ଯାଇଛି, ପୁଣି ସେପଟେ କନେକ୍ସନ ହେଇଛି, ଯୋଉଟା କି ପିଲାମାନଙ୍କର ଦୋଳି ଇଏ ସିଏ ହେଇକି ଅଛି। ତାପରେ ହଜବେଣ୍ଡ କହିଲେ ଗୋଟେ ଫଟୋ ଉଠେଇବ ଯାଅ। ତାପରେ ସେଠୁ ମୁଁ କହିଲି ହଉ ତାହେଲେ। ଆଉ ତାପରେ ସେଠି ଫଟୋ ଉଠେଇ ସାରିଲି। ଫଟୋ ଉଠେଇ ସାରିଲା ପରେ ପୁଣି ଆଉ ଥରେ ଏପଟେ ମୁଁ କହିଲି ଚାଲ ଯିବା ଏପଟେ ବୁଲିକି ଆଉ ଏପଟେ କଣ ଅଛି ଦେଖିବା। ତାପରେ ସିଏ ସେଠୁ ମୋ ସାଙ୍ଗରେ ସାଙ୍ଗରେ ଆସିଲା। ତାପରେ ଆମେ ଚାଲିଲୁ। ତାପରେ ହଜବେଣ୍ଡ ସିଏ ତାଙ୍କର ସେପଟେ ପଳେଇଲେ। ଆଉ ଏପଟେ ଆମେ ଆସିଲୁ ଯେତେବେଳେ ଦେଖିଲୁ ମାନେ ପିଣ୍ଡି ଗୁଡା ଅଛି। ପିଣ୍ଡିରେ ସବୁ ରୋଷେଇ କରୁଛନ୍ତି, ମାନେ ପିକନିକ କରିବା ପାଇଁ ବି ପିଲାମାନେ ଆସିଛନ୍ତି। ପିକନିକ ହଉଛି, ତାଙ୍କର ରୋଷେଇ ଚାଲିଛି। ମାନେ ଏମିତି କି ଚିକେନ କଷା ଚାଲିଛି, କାହାର ମାଛ ଭଜା ଚାଲିଛି, ଏଇଭଳିଆ ସବୁ ପିଣ୍ଡିରେ। ଏଇଟା ଗୋଟେ ମାଙ୍କର ପ୍ରତିମୂର୍ତ୍ତି ଅଛି ଏଇଠି। ତାପରେ ମୁଁ ଆଉ ଜାଣି ପାରି ନଥିଲି, ଏଠି ମଝିରେ ପଳେଇ ଆସିଲି। ତ ପୁଅ ଯେତେବେଳକୁ ଆସିଥିଲା ମୁଁ ତାକୁ କହିଲି ନାଇଁ ସେପଟେ ସାଇଡ ରେ ଆସେ। ତାପରେ ଏଇଟା ଯୋଉ ଦେଖା ଯାଉଛି ଆପଣ, ଏଇଠି ସବୁ ପିଲାମାନେ ଦୋଳି ଖେଳୁଛନ୍ତି। କିଏ ମାନେ ଏପଟ ସେପଟ ହଉଛନ୍ତି ଆଉ। ତାପରେ ପୁଅ କହୁଥାଏ ମାମା ତମର ଏପଟେ କଣ କାମ? ତମେ କଣ ଦୋଳି ଝୁଲିବ କି ଯେ ତମେ ଏପଟେ ଆସିଛ? ତାପରେ ମୁଁ କହିଲି ଆରେ ନାଇଁ ଟିକେ ଆସିଛୁ ଯେତେବେଳକୁ ପୁଣି କେବେ ଆସିପାରିବା ନ ଆସିପାରିବା, ତେଣୁକରି ଗୋଟିଏ ଥର ଦେଖି ଦେଖି ଯିବା ଆଉ। ତାପରେ ଏଇପରି କିଛି ମାନେ ଦୃଶ୍ୟ ଥିଲା, ଯୋଉଗୁଡା କି ପାହାଡ ସାଇଡ ରେ ମାନେ ଏମିତି କିଛି ଥିଲା ଝରଣା ଟାଇପ ର। ଝରଣା ହେଇକି ତାପରେ ଏଇଟା ହେଲା ମାନେ କୁଣ୍ଡ ସେମାନେ ତିଆରି କରିଛନ୍ତି। ଦେଖନ୍ତୁ ତାପରେ ଏଇଟା ପାର୍କ ବନେଇଛନ୍ତି। ପାହାଡ ତଳେ ପାର୍କ ଟା ଥିବ କେତେ ସୁନ୍ଦର ଆପଣଙ୍କୁ ଲାଗିବ, ଆପଣ ନିଜେ ଚିନ୍ତା କରନ୍ତୁ। ସବୁବେଳେ ତ ଆପଣ ଗହଳି ଭିତରେ ମାର୍କେଟ ବଜାର ଭିତରେ ପାର୍କ ଦେଖୁଛନ୍ତି, ଏଇଟା ପାହାଡ ପର୍ବତ ଭିତରେ ଏଇ ଯୋଉ ମାନେ ଅଛି ଏଇ ଇଏଟା ପାର୍କ ଟା, ଆପଣ ଗଲେ ହିଁ ତାର ଅନୁଭବ କରିପାରିବେ। ଗୋଟେ ପିସଫୁଲ ଏରିଆ, ମାନେ ମାଇଣ୍ଡ ଆପଣଙ୍କର ପୁରା ବ୍ଲୋଇଂ ହେଇଯିବ। ବହୁତ ମାନେ ଇଣ୍ଟରେଷ୍ଟିଙ୍ଗ ଲାଗିଥିଲା। ଏଇ ରାଣୀ ଡୁଡୁମାଟି ଆମେ ଯେତେବେଳେ ଯାଇଥିଲୁ, ମାନେ ଦିପହରେ ଆମେ କହିଲୁ କୁଆଡେ ଯିବା ନ ଯିବା, ଖାଲି ଚାଲିବାକୁ ହିଁ ସବୁଆଡେ ପଡୁଛି। ଚାଲି ଚାଲି ବୁଲିବାକୁ। ତାପରେ ସେଠୁ ତଥାପି ଆସିଲୁ ଯେମିତି, ସତରେ ଏଇ ଜିନିଷ ଏଇ ଜାଗାକୁ ଯଦି ଆମେ ନ ଆସିଥାନ୍ତୁ ଏତେ ସୁନ୍ଦର ଉପଭୋଗ ବି କରିପାରିନଥାନ୍ତୁ। ଏଇଠି ଗୋଟେ ଝରଣା ଯାଇଛି, ଏଇ ଝରଣା ରେ ବୋଟିଂ ବି ହଉଛି। ତାପରେ ଆମେ କହିଲୁ ନାଇଁ ଆମେ ବର୍ତ୍ତମାନ ହେଲା ରିଟର୍ଣ କରିବୁ। ଆଉ ଏଇଠି ତ ଦେଖିଲୁ ମାନେ କିଛି କିଛି ଏତେ ସବୁଆଡେ ବୁଲିନୁ, କାହିଁକି ନା କିଛି ବାଟରୁ ହିଁ କିଛି ଜାଗା ଟା ଦେଖା ଯାଉଛି, ସେତିକି ହିଁ ଆମେ ଦେଖି ଦଉଛୁ। ମେନ୍ ମେନ୍ ଜାଗା ଗୁଡାରେ ବୁଲି ଦଉଛୁ, କୋଉଠି କୋଉଠି ଟିକେ ଫଟୋ ଉଠେଇଲୁ। ଏଇଟା ସେମିତି ଗୋଟେ ଛୋଟ ଝରଣା ଉପରେ ସେମାନେ ପୋଲଟା କରିଛନ୍ତି। ଏଇଟା ମାନେ ବହୁତ ବଢିଆ ହିଁ ଲାଗିଲା। ଆପଣଙ୍କୁ ମୋର ଭିଡିଓ ଟା କିପରି ଲାଗିଲା? ଏଇପରି ହିଁ ଥିଲା ଆମର କିଛି ଭିଡିଓ। ଆଉ ଆପଣ ମାନଙ୍କୁ ଭଲ ଲାଗିଥିଲେ ଲାଇକ୍ ନିଶ୍ଚିତ ଭାବରେ କରିବେ, ଆଉ ସବସ୍କ୍ରାଇବ କରିବାକୁ ଜମାରୁ ବି ଭୁଲିବେନି। ଆଉ ଏଇପରି ଭାବରେ ମୋର ଭିଡିଓଟି ମୁଁ ଏଣ୍ଡ କରୁଛି। ଜୟ ଜଗନ୍ନାଥ।